ଚିହ୍ନ ନଥିବା ରାସ୍ତା। କାଲେବ ନିଜ ଜୀବନର ଅଧିକାଂଶ ସମୟ ଆଧ୍ୟାତ୍ମିକତାରୁ ବହୁତ ଦୂରରେ ବିତାଉଥିଲେ। ସେ କେବେ ପ୍ରାର୍ଥନା କରିନଥିଲେ, କେବେ ଶାସ୍ତ୍ର ପଢ଼ିନଥିଲେ କିମ୍ବା ପ୍ରଭୁଙ୍କ ବିଷୟରେ ଚିନ୍ତା ମଧ୍ୟ କରିନଥିଲେ। ତାଙ୍କ ପାଇଁ ଜୀବନର ଅର୍ଥ ଥିଲା କେବଳ ସଫଳତା। ସେ ପଦୋନ୍ନତି, ପ୍ରଶଂସା ଏବଂ ସମ୍ମାନ ପଛରେ ଗୋଡ଼ାଉଥିଲେ। କିନ୍ତୁ ସେ ଯେତିକି ପଛରେ ଗୋଡ଼ାଉଥିଲେ ସେତିକି ଶୂନ୍ୟତା ଅନୁଭବ କରୁଥିଲେ। ରାତିରେ ଯେତେବେଳେ କୋଳାହଳ କମିଯାଉଥିଲା, ତାଙ୍କ ହୃଦୟରେ ଏକ ଅଜଣା କଷ୍ଟ ଭରି ଯାଉଥିଲା, ଯାହାକୁ ସେ କେବେ ବୁଝାଇ ପାରୁନଥିଲେ। ଦିନେ ସନ୍ଧ୍ୟାରେ ଏକ ଦୀର୍ଘ ଓ ନିରାଶଜନକ ଦିନ ପରେ କାଲେବ ଗାଡ଼ି ନେଇ ବାହାରି ପଡ଼ିଲେ। କୌଣସି ଗନ୍ତବ୍ୟ ସ୍ଥଳ ନଥିଲା, କୌଣସି ଯୋଜନା ନଥିଲା, କେବଳ ନିଜ ଚିନ୍ତାରୁ ମୁକ୍ତି ପାଇବାର ଏକ ପ୍ରୟାସ ଥିଲା। ସେ ଏକ ନିଛାଟିଆ ରାଜପଥରେ ଯାଉଥିବା ସମୟରେ ରାସ୍ତା କଡ଼ରେ ଏକ ଛୋଟ ସାଇନବୋର୍ଡ ଦେଖିଲେ। ତାହା ଚକଚକ କରୁନଥିଲା କିମ୍ବା ଖୁବ୍ ସୁନ୍ଦର ନଥିଲା, କିନ୍ତୁ ତାହା ତାଙ୍କ ଦୃଷ୍ଟି ଆକର୍ଷଣ କଲା। ବୋର୍ଡରେ ଲେଖା ଥିଲା, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକମାନେ, ମୋ ପାଖକୁ ଆସ। କାଲେବ ଗାଡ଼ି ଅଟକାଇଲେ। ସେ ସେହି ବୋର୍ଡକୁ ଚାହିଁ ରହିଲେ। ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ ଭିତରେ କିଛି ଆନ୍ଦୋଳନ ହେଲା, ଯେମିତି କେହି ଜଣେ କୋମଳ ସ୍ୱରରେ ତାଙ୍କ ନାମ ଡାକୁଛି। ସେହି ଶାନ୍ତ ମୁହୂର୍ତ୍ତରେ ସେ ନିଜର ସମସ୍ତ ନିଷ୍ପତ୍ତି, ଅବହେଳା ଏବଂ ନିଜ ହୃଦୟ ଚାରିପଟେ ତିଆରି କରିଥିବା ପ୍ରାଚୀରଗୁଡ଼ିକୁ ମନେ ପକାଇଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେ ନିଜକୁ ଦୋଷୀ ମନେ କଲେ ନାହିଁ, ବରଂ ସେ ଏକ ନିମନ୍ତ୍ରଣ ପାଇଥିବା ଅନୁଭବ କଲେ। ସେ ନିଜ ହାତରେ ମୁଣ୍ଡ ନୁଆଁଇ କୋମଳ ସ୍ୱରରେ କହିଲେ, ହେ ପ୍ରଭୁ, ମୁଁ ତ ଆପଣଙ୍କୁ ଖୋଜୁନଥିଲି, କିନ୍ତୁ ଆପଣ କ'ଣ ମୋତେ ଖୋଜୁଥିଲେ? ହଠାତ୍ ତାଙ୍କୁ ଅନୁଭବ ହେଲା ଯେମିତି କେହି ଜଣେ ସ୍ନେହରେ ତାଙ୍କ କାନ୍ଧରେ ହାତ ରଖିଛନ୍ତି। ଏକ ସୁନ୍ଦର ଉଷ୍ମତା ତାଙ୍କୁ ଘେରିଗଲା। ତାଙ୍କ ମନରେ ଏକ ଚିନ୍ତା ଆସିଲା, ମୁଁ ଏତେ ଦିନ ଧରି ଏଇଠି ହିଁ ଥିଲି। କାଲେବ ବୁଝିପାରିଲେ ଯେ ସେ ବର୍ଷ ବର୍ଷ ଧରି ଈଶ୍ୱରଙ୍କୁ ଅଣଦେଖା କରିଥିଲେ ମଧ୍ୟ ଈଶ୍ୱର ତାଙ୍କୁ କେବେ ଅଣଦେଖା କରିନଥିଲେ। ସେ ଅପେକ୍ଷା କରୁଥିଲେ, ତାଙ୍କ ପଛେ ପଛେ ଥିଲେ ଏବଂ ଡାକୁଥିଲେ ଚୁପଚାପ, ଧୈର୍ଯ୍ୟର ସହିତ ଓ ସ୍ନେହର ସହିତ। ସେହି ନିଛାଟିଆ ରାଜପଥ କଡ଼ରେ କାଲେବ ନିଜ ହୃଦୟ ଖୋଲିଦେଲେ। ସେ ନିଜର ସମସ୍ତ ଭାର ଅର୍ପଣ କରିଦେଲେ। ଅସରନ୍ତି ଦୌଡ଼, ନିରାଶା ଏବଂ ଅଭିମାନକୁ ତ୍ୟାଗ କଲେ। ଏକ ଅଜ୍ଞାତ ଶାନ୍ତି ତାଙ୍କୁ ଆଚ୍ଛାଦିତ କଲା, ଯାହା ଅତି ଗଭୀର ଓ ଅବର୍ଣ୍ଣନୀୟ ଥିଲା। ଯେତେବେଳେ ସେ ଘରକୁ ଫେରିଲେ, ଦୁନିଆ ବଦଳି ନଥିଲା, କିନ୍ତୁ ସେ ବଦଳି ଯାଇଥିଲେ। ପ୍ରଥମ ଥର ପାଇଁ ତାଙ୍କ ଆତ୍ମା ଜୀବନ୍ତ ଅନୁଭବ କଲା। ଶିକ୍ଷା। ଯଦିଓ ଆମେ ଈଶ୍ୱରଙ୍କୁ ଖୋଜୁନାହୁଁ, ତଥାପି ସେ ଆମକୁ ଖୋଜୁଥାନ୍ତି। କୌଣସି ହୃଦୟ ବହୁତ ଦୂର ନୁହେଁ, କୌଣସି ଅତୀତ ବହୁତ ଭାରୀ ନୁହେଁ ଏବଂ କୌଣସି ଜୀବନ ବହୁତ ଭାଙ୍ଗିଯାଏ ନାହିଁ। ଯେ କେହି ଈଶ୍ୱରଙ୍କ ଆଡ଼କୁ ଫେରେ, ତାଙ୍କୁ ଶାନ୍ତି ଓ ଏକ ନୂତନ ଆରମ୍ଭ ଦେବା ପାଇଁ ସେ ସଦାବେଳେ ଅପେକ୍ଷା କରିଥାନ୍ତି। ଯେଉଁମାନେ ଆମ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମେ ଅନ୍ୱେଷିତ ହେଉଅଛୁ। ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି। ଯେଶାୟା 65 ଅଧ୍ୟାୟ 1 ପଦ।